ବାଲିଆପାଳ ବ୍ଲକରୁ ଆସିଛ ଏଠି ହେଇପାରିବ ନାହିଁ ତମେ ଦୋକାନ ଫେରି ନିଅ ଫିଙ୍ଗି ଦେଲା ଦୋକାନ ଫିଙ୍ଗି ଦେଲା ଆପଣଙ୍କର ଆପଣ আচ্ছা ম্যাডাম টিকে শুনি ম্যাডাম ম্যাডাম টিকে শুনিবে ম্যাডাম নিয়ম অনুসারে আমার দেখো ସେମାନେ ଗୋଟେ ବାଲେଶ୍ୱର ଜିଲ୍ଲାବାସୀ ବିଶେଷ ମ୍ୟାଡାମ ଭିନ୍ନକ୍ଷମ ମହିଳା ଆଜ୍ଞା ପରଦିନ ଗଲା କିନ୍ତୁ ଦେଖନ୍ତୁ ସେମାନେ ଏଠି ଯାତ୍ରା ଦେଖିବା ପାଇଁ ଆସିନାହାନ୍ତି ଶୁଣନ୍ତୁ ସେମାନେ ତାଙ୍କର ରାଇଟ୍ ତାଙ୍କ ମୌଳିକ ଅଧିକାର ପାଇଁ ସେମାନେ ଆସିଛନ୍ତି ଆଉ ନିୟମରେ ଆପଣ ଭାଇଲେଟ୍ କରୁଛନ୍ତି କୁହନ୍ତୁ ଆଉ କୋଉ ନିୟମ ଭାଇଲେଟ୍ କୁହନ୍ତୁ ନା ଆପଣ ମନା କରୁଛନ୍ତି ପୁରା ଜଣେ ଭିନ୍ନକ୍ଷମ ବ୍ୟକ୍ତିକୁ ଆପଣ ପଞ୍ଜୀକରଣ କରି ମନା କରୁଛନ୍ତି ନା କୋଉ ନିୟମରେ କୁହନ୍ତୁ ଆପଣ କୋଉ ନିୟମରେ କୁହନ୍ତୁ ନା ନା ସଲ୍ୟୁସନ ମୁଁ ତ ଚାହୁଁଛି କିନ୍ତୁ ଆପଣ ଗୋଟେ ଭିନ୍ନକ୍ଷମର ଅଧିକାରକୁ କଣ ପାଇଁ ଆପଣ କ୍ଷୁଣ୍ଣ କରୁଛନ୍ତି କୁହନ୍ତୁ ଆପଣ ରାଇଟ୍ ଟୁ ପ୍ରୋଟେକ୍ସନ ଡିସାବିଲିଟି ଆକ୍ଟ ଅନୁସାରେ ଗୋଟେ ଭିନ୍ନକ୍ଷମ ବ୍ୟକ୍ତିକୁ ଆପଣ ପଞ୍ଜୀକରଣ କରିବା ପାଇଁ ମନା କରୁଛନ୍ତି କୋଉ ନିୟମ ହିସାବରେ ଏଠି ଯୋଉ ବସ୍ତା ବ୍ଲକ ଆପଣ ଯୋଉ ଆସିଥିଲେ ଯୋଉ ଭିନ୍ନକ୍ଷମ ଚିହ୍ନଟ ଶିବିରକୁ କଣ ଅସୁବିଧା ହେଲା ମୁଁ ଏଠି କହିଲା ପରେ ସେ ମନା କଲେ ଯେ ବାଲିଆପାଳ ବ୍ଲକରୁ ଏଠି କିଛି କାର୍ଯ୍ୟକାରୀ କରିହେବନି ତେଣୁ ମୁଁ ପଳେଇ ଗଲି ପୁଣି ଆମର ରାଜେଶ୍ୱର ବାବୁଙ୍କ ସାଙ୍ଗରେ ଦେଖା କଲି କେଠି ଦେଖା କଲେ ଲଙ୍ଗଳେଶ୍ୱରର ଆଚ୍ଛା ଲଙ୍ଗଳେଶ୍ୱରର ପୁଣି ରାଜେଶ୍ୱର ବାବୁ କଲେ ଚାଲ ରାଜେଶ୍ୱର ବାବୁ ଏଠି ଆଣିକି ଅଫିସର ମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିକି ସେ ବାବୁ କହିଲେ ଯେ ବ୍ଲକ କଣ ସବୁ ଅଲଗା ଅଲଗା ହେଇଛି ତା ବୋଲି ଭିନ୍ନକ୍ଷମ ବି ସବୁ ଅଲଗା ଅଲଗା ରୋଗ ତ ଗୋଟିଏ ଜିନିଷ ନା ତେଣୁ ଏମିତି ରାଜେଶ୍ୱର ବାବୁ ତାଙ୍କ ସାଙ୍ଗରେ କଣ କନଫର୍ମ ତାଙ୍କର କନସଲ୍ଟ କଲେ ମୁଁ ଜାଣିନି ତା ଭିତରେ ରାଜେଶ୍ୱର ବାବୁ ମତେ ଡାକିଲେ ମୁଁ ଗଲା ପରେ ମୋର ସିରିୟଲ ହେଲା 6ଟି ଡାକ୍ତର ଦେଖିଲେ ଡାକ୍ତର ଦେଖିଛନ୍ତି ଡାକ୍ତର କହିଲେ ମୋର ହେଇଯିବ ଆଚ୍ଛା ଆଚ୍ଛା ହଉ ଆପଣ ଖୁସି ଅଛନ୍ତି ତ ମୁଁ ବର୍ତ୍ତମାନ ଖୁସି ଅଛି ଆଜ୍ଞା ଆପଣ ନାଁଟା କଣ କୁହନ୍ତୁ ଭାଇ ବାସୁଦେବ ମଲ୍ଲିକ ଘର କେଠି କୁହନ୍ତୁ ମଙ୍ଗଳେଶ୍ୱର କେ ବ୍ଲକ ଆପଣଙ୍କର ବାଲିଆପାଳ ବ୍ଲକ ଏଠି ଯୋଉ ଆପଣ ଯୋଉ ଆମର ବସ୍ତା ବ୍ଲକରେ ଯୋଉ ଭିନ୍ନକ୍ଷମ ଭୀମ ଭୋଇ ଚିହ୍ନଟ ଶିବିରକୁ ଆପଣ ଯୋଉ ଆସିଥିଲେ କଣ ସମସ୍ୟା ହେଲା ଆପଣଙ୍କର ମୋ ସମସ୍ୟା ହେଲା ମୁଁ ଆସିକି ଜିନିଷ ଦେବାରୁ ମୋତେ କହିଲେ ଯେ ବାଲିଆପାଳ ବ୍ଲକରୁ ଆସିଛ ଏଠି ହେଇପାରିବ ନାହିଁ ତମେ ଦୋକାନ ଫେରି ନିଅ ଫିଙ୍ଗି ଦେଲା ଦୋକାନ ଫିଙ୍ଗି ଦେଲା ଆପଣଙ୍କର